ପାକିସ୍ତାନ ଯୁଦ୍ଧ, ଚାଇନା ଯୁଦ୍ଧ, ଦେଶରେ ଜରୁରୀ ପରିସ୍ଥିତି, ସେ ସମୟରେ ମଧ୍ୟ ଆମର ଜାତୀୟ ରାଜପଥ ଅବରୋଧ ରଖାଯାଇଛି। ଅବରୋଧ ନାହିଁ, ରଖାହେଲା, ବନ୍ଦ କରାହେଉଛି। नमस्कार दर्शक बंधु के न्यूज स्वतंत्र कार्यक्रम को मु स्वागत करुच्ची संतोष। गंजाम ऐतिहासिक दौलयात्रा सारा विश्व रे एक स्वतंत्र परिचय सृष्टि कर पाई। कहीं केउ आवाहन कालरू एठारे दौल गोविंद दौलयात्रा अनुष्ठित हो आसुछि। तेबे एई यात्रार कौन रही वैशिष्ट्य एवं कौन रही स्वतंत्रता से नहीं कथा आम सहित अच्छा गंजाम सहर जड़े वरिष्ठ नागरिक रही त्रिनाथ पाणिग्राही सहित आलोचना करवा आ पचारि बुझा यात्रार कौन रही महत्व। आज्ञा स्वागत करेंगे के न्यूज को। कौन कहे गंजाम सहर ऐतिहासिक दौल पूर्णिमा यात्रा आज सारा विश्व में एक स्वतंत्र परिचय सृष्टि कर पाई। तो कौन रही क्यों तिथि में क्यों पूजा अनुष्ठित हो दर्शक मान ଦୋଳଯାତ୍ରା ଆସିବାର ସମୟ ହେଇଗଲେ ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀଠୁ ଆମ ଯେତେ ମହାପ୍ରଭୁ ଠାକୁର ଆସୁଛନ୍ତି ସମସ୍ତେ ସଚେତନ। ଶ୍ରୀ ପଞ୍ଚମୀ ଦିନ ପ୍ରଭୁଙ୍କୁ ଅବିର ହେବ ଲଗା ହେଇକିରି ତାଳ ମୃଦଙ୍ଗ ସବୁ କୀର୍ତ୍ତନ ହେଇକିରି ମିଷ୍ଟାନ୍ନ ବଣ୍ଟନ ହେବ। ସେଦିନ ଶୁଭ ପଡ଼ିଲା କୋଉଠି ମନ୍ଦିର ଲଗା। ତାପରେ ଫଗୁ ଦଶମୀ ଦିନ ସେଇ ନୂତନ ବସ୍ତ୍ର ପରିଧାନ କରି ଫଗୁ ଲଗେଇବେ। ଯେତେବେଳେ ଲୋକ ସବୁ ତାଳ ମୃଦଙ୍ଗ କୀର୍ତ୍ତନ କରି ମିଷ୍ଟାନ୍ନ ବଣ୍ଟନ ହେବ। ସେଇଠୁ ଆରମ୍ଭ ହେଲା ଦଶମୀଠୁ ଯାତ୍ରା। ଏକାଦଶୀ ଦିନ ମହାପ୍ରଭୁ ଏ ଯେଉଁ ଆମ ସହରରେ ଅଛନ୍ତି 12 ମହାପ୍ରଭୁ, ଆମ ଟାଉନ ଭିତରେ ହରିହର, ତା ଭିତରେ ରାମେଶ୍ୱର ବି ଅଛନ୍ତି। ହରିହର ବେଟ ବଜାର ହେଉଛି। ଏକାଦଶୀ ତିଥିରେ ଯାହାର ତାର ଗୋଟେ ସୀମିତ ରହିଛି କେତେଟା ସାଇକି କିଏ ଯିବ। କିନ୍ତୁ ଦ୍ୱାଦଶୀ ଯାତ୍ରା ଯେଉଁ କାଲିକି ହେବ, ଦ୍ୱାଦଶୀ ଯାତ୍ରା ସେଦିନ ସବୁ ମହାପ୍ରଭୁ ସବୁ ସାଇକି ଯିବେ। ସେଦିନ ରାତିରେ ତ ଯିବନି। ସେଦିନ ଯେତେବେଳେ ଯାଇନଥିବେ ପରଦିନ ତ୍ରୟୋଦଶୀ ଦିନ ଯାତ୍ରା ହେବ। ଚତୁର୍ଦ୍ଦଶୀ ଦିନ ମହାପ୍ରଭୁ ସ୍ଥାନତକୁ ବଜାରକୁ ଯିବେ। ସେ ସମୟରେ ଯେଉଁ ସାଇମାନେ ମନେକର କେତେ ସାଇ ଦୁର୍ଗା ଦେଇ ସାନ୍ତା ସାଇ ଯାଇନଥିବେ, ଦୁର୍ଗା ସେଇ ସାନ୍ତା ସାଇ ସେମାନେ ଯାଇନଥିବେ, ବଜାରରୁ ଥାନତକୁ ଆସିଲା ବେଳକୁ ବଜାର ଯାତ୍ରା ଦିନ ସେମାନେ ଯିବେ। ଏଇଟା ଗୋଟେ ବଡ଼ ପରମ୍ପରା। ଆଉ ଏକତାକୁ ସେମାନେ ବାନ୍ଧିକି ରଖିଛନ୍ତି, ବୁଝିଲେ ନା। ଏଇଟା ହେଲା ଗୋଟେ। ତାଠୁ ଦୋଳଯାତ୍ରାର ବେଶୀ ଐତିହ୍ୟ ହେଉଛି, ମୁଁ ଜାଣିବା ଭିତରେ ଆଗରୁ ଛାଡ଼ନ୍ତୁ, ପାକିସ୍ତାନ ଯୁଦ୍ଧ, ଚାଇନା ଯୁଦ୍ଧ, ଦେଶରେ ଜରୁରୀ ପରିସ୍ଥିତି, ସେ ସମୟରେ ମଧ୍ୟ ଆମର ଜାତୀୟ ରାଜପଥ ଅବରୋଧ ରଖାହେଇଛି। ଅବରୋଧ ନାହିଁ, ରଖାହେଲା, ବନ୍ଦ କରାହେଉଛି। ଏବେ ତ ସବୁ ରୋଡ଼ ହେଇଗଲା, ନୂଆ ରୋଡ଼ ହେଲା, ଆଉ ଅସୁବିଧା ନାହିଁ। କିନ୍ତୁ ସେ ସମୟରେ ମଧ୍ୟ ଆମର ହେଇଥିଲା। ମୋର ବଡ଼ ଭାଇ ସଦୁପ ପିତୃ ମାତୃ ଲୋକ ସବୁ କହିବାର ମୁଁ ଶୁଣିଛି। ଗୋଟେ ଥର କ'ଣ ରେଙ୍ଗୁରୁ ୱାର ଲାଗିଥିଲା, ମୁଁ ଜାଣିନି। ସେ ସମୟରେ ଆମର କଲେକ୍ଟର ହେଲା, ସେ ମନା କଲେ ଏ ରୋଡ଼ ବନ୍ଦ କରିବାକୁ ହେବନି, ଯଦି ହେବ ଆଲୁଅ ପଡ଼ିବାକୁ ହେବନି। କହିଲେ କେମିତି ହେବ ଆଲୁଅ ପଡ଼ିବନି ନା, ସେତେବେଳେ ଇଏ ଲାଇଟ୍ ଥାଏ, ତାପରେ ଗୋଟେ ଘୋଡ଼ଣି ରଖିକିରି ଜରି ବାନ୍ଧି ଦିଅନ୍ତି। ଗୋଟେ ତଳକୁ ସିନା ଆଲୁଅ ହେବ, ଉପରକୁ ଦିଶିବନି। ସେ କଠିନ ପରିସ୍ଥିତିରେ ମଧ୍ୟ ଆମର ପୂର୍ବପୁରୁଷମାନେ ଯାତ୍ରା କରିଥିଲେ। ସେଇଟା ମଧ୍ୟ ଅକ୍ଷୁଣ୍ଣ ରହିଛି। ଏଇଟା ଆମର ଆଜି ସାହି ଯାତ୍ରା ବଜାର ଯାତ୍ରା ଦିନ ଉପରଠୁ ପୂର୍ଣ୍ଣମୀ ଦିନ ସନ୍ଧ୍ୟା ପର୍ଯ୍ୟନ୍ତ ଆମର 24 ଘଣ୍ଟା ସରକାର ଥିଲେ ମଧ୍ୟ ପ୍ରାୟ 36 ଘଣ୍ଟା ହେଇଯାଉଛି। ଏଇଭଳିଆ ଯାତ୍ରା ଇଏ ହେବ। ତା ଭିତରେ ଗୋଟେ ଥର ବଡ଼ ବଜାର ଉପରେ ପୁଲିସଙ୍କ ପ୍ରାଣନାଥ ମହାନ୍ତି ଆଦିଶ ଥିଲେ ଦକ୍ଷିଣାଞ୍ଚଳର, ତାଙ୍କ ଡ୍ରାଇଭରଙ୍କର ଗଣ୍ଡଗୋଳ ହେଇଗଲା, ସେ ଭାଙ୍ଗସାର ହେଲା। ପ୍ରାଣନାଥ ମହାନ୍ତି ଆଦିଶ ଦକ୍ଷିଣାଞ୍ଚଳ ରେଭିନ୍ୟୁ କମିଶନର ଥିଲେ। ଆମ ଗାଁ ଭିତରେ ତାଙ୍କେ ଜଣେ ପୌରାଣିକ ଲୋକ, ମନ ଇଏ କରିବା ପାଇଁ ତାଙ୍କେ ଗୋଟେ ସରକାରୀ ପ୍ରୋଗ୍ରାମ କଲେ। ସେଠୁ ପଞ୍ଚାୟତ ଆମ ଗାଁରେ ଥାଏ, ପଞ୍ଚାୟତ ପରିଦର୍ଶନ ଆଉ ଗଞ୍ଜାମ ସରକାରୀ ମଧ୍ୟ ଇଂରାଜୀ ପରିଦର୍ଶନ। ସେ ସମୟରେ ଆସିକିରି ଲୋକଙ୍କ ସହିତ କଥାବାର୍ତ୍ତା ହେଇକି ମଧୁର ମିଳନ କଲେ। ବୋଲେ ସେଇଟା ଆମର ଇଚ୍ଛା ନାହିଁ, କିନ୍ତୁ ପୁଲିସ ଆଉ ଇଏ କିଏ କାହାକୁ ଛାଡ଼ିବେନି ବୋଲି ସେ କେସ୍ ସେଠିକିରେ ଗଲା। ସବୁ ମିଳାମିଶା କରି ଗଲେ। ଏଇଟା ଗୋଟେ କଥା। ଦ୍ୱିତୀୟ କଥା, ଚିନ୍ତାମଣି ଜାଣିଥାନ୍ତି ଉପବାଚକ ଥିଲେ, ବାଚସ୍ପତି ଥିଲେ, ସିଏ ବଜାର ଯାତ୍ରା ଦିନ ସବୁ ଦେଖିକି ଗଲେ। ତା ପରଦିନ ତାଙ୍କ ପରିବାରକୁ ଆଣି ଦେଖିଗଲେ। ସେ ସମୟରେ ତାଙ୍କ ମନ୍ତବ୍ୟ ଦେଲେ ଏଇଟା ଗଞ୍ଜାମ ସହର ହେଉଛି ଦ୍ୱିତୀୟ ବୃନ୍ଦାବନ। ଆଉ ଗଞ୍ଜାମ ଜିଲ୍ଲାରେ ଯିଏ ଜନ୍ମ ହୋଇଛନ୍ତି ସେମାନେ ଗଞ୍ଜାମ ସହର ପାଇଁ କାମ କରିବା ଉଚିତ। ଏମିତି ବହୁତ ତଥ୍ୟ ରହିଛି, ତା ଭିତରୁ କାହିଁକି ଯାଏ କହିଲି।
ଦେଖନ୍ତୁ, ଆପଣ ଯୋଉ କଥା କହିଲେ ଗଞ୍ଜାମ ସହର ଦ୍ୱିତୀୟ ବୃନ୍ଦାବନ, ଏ ଗୋଟେ ବହୁତ ସ୍ୱାଗତ ଯୋଗ୍ୟ କଥା ଏବଂ ବହୁତ ଗୋଟେ ଗର୍ବର କଥା ଆମ ଗଞ୍ଜାମ ଜିଲ୍ଲା ପାଇଁ, ଆମ ଗଞ୍ଜାମ ସହର ପାଇଁ। ପ୍ରଥମେ ଆମେ ଜାଣିବାକୁ ଚାହିଁବୁ ଯେ ଆପଣ ତ ବହୁତ ଦିନ ହେଲା ଗଞ୍ଜାମ ସହରରେ ବସବାସ କରି ଆସୁଛନ୍ତି, ତ କିଛି କହି ହଉଛି କି କେତେ ଦିନର ପରମ୍ପରା, କେବେଠୁ ଏ ଯାତ୍ରା ଆରମ୍ଭ ହୋଇଥିଲା? ତାର ନିର୍ଦ୍ଦିଷ୍ଟ କୌଣସି ପ୍ରକାର ନାହିଁ, ତଥାପି ମଧ୍ୟ 350 ରୁ 400 ବର୍ଷ ହେବ ଆମ ସହର ହେବାଟେ ସେବୁଠୁ ଚାଲିଛି। ତା ପୂର୍ବରୁ କ'ଣ ତାର କୌଣସି ପ୍ରକାର ଇଏ ନାହିଁ, କିନ୍ତୁ 350 ରୁ 400 ବର୍ଷ ହେବ। ଦେଖନ୍ତୁ, ପ୍ରାୟ 400 ବର୍ଷର ଏ ପୁରୁଣା ଯାତ୍ରା ଏଇ, ତ ଏ ଯାତ୍ରାକୁ କେବେ ଆରମ୍ଭ କରାଯାଇଥିଲା ଏବଂ କିଏ ପ୍ରଥମେ ଆରମ୍ଭ କରିଥିଲେ, ସେମିତି ତଥ୍ୟ ରହିଛି? ଅଛି। ପ୍ରଥମେ ଆମେ ଷ୍ଟେସନ ଗଲାବେଳକୁ ଗୋପାଳ ସ୍ୱାମୀ ଠାକୁର ମଦନ ମୋହନ ଗୋପାଳ ସ୍ୱାମୀ, ସିଏ ହେଉଛନ୍ତି ଆମ ଅଞ୍ଚଳର, ଖାଲି ଆମ ଗାଁ ନାହିଁ, ପ୍ରଥମ ଠାକୁର। ପ୍ରଥମ ବନ୍ଧ ହେଉଛି ସାମନ୍ତରା ବନ୍ଧ, ସେ ବନ୍ଧଟା। ଆଉ ପ୍ରଥମ ସାହି ହେଉଛି ସାମନ୍ତରା ସାହି, ସେ ଯେଉଁ ଇଏ। ତେଣୁକରି ଆମର ମୁଁ ଯେଉଁ କହିଲି ପଞ୍ଚାୟତ ଆମର ଇଏ ଭିତରେ ଯେତେ ଠାକୁର 18 କି 17 ଆସୁଛନ୍ତି, ତାଙ୍କ ଗାଁରେ ଗାଁ ମାନଙ୍କରେ ଯେତେ ମନ୍ଦିର ଇଏ ପ୍ରତିଷ୍ଠା ହେବ, ଯାହାକୁ ଯିଏ ଡାକିଲେ ମଧ୍ୟ ଗୋପାଳ ନେଇକି ପ୍ରଥମେ ସେମାନେ ନେବେ ନିମନ୍ତ୍ରଣ କରିକିରି। ଯେମିତି ଆମର ପୁରୀ ଗଜପତିଙ୍କି ଡକା ହେଉଛି, ତାଙ୍କୁ ଡାକି ନେବେ, କାହିଁକିନା ସେ ପ୍ରଥମ ଠାକୁର ହିସାବରେ ଏବେ ମଧ୍ୟ ମର୍ଯ୍ୟାଦା ଅଛନ୍ତି, ଜାଣିଛନ୍ତି। ଏବେ ନିକଟରେ 2ଟା ମନ୍ଦିର ପ୍ରତିଷ୍ଠା ନୂଆ ନୂଆ, ଦାମୋଦରପୁର ଆଉ କୁନ୍ଦଳା, ସେମାନେ ଠାକୁରଙ୍କୁ ପ୍ରଥମେ ନେଇଥିଲେ, ତାପରେ ଆଣିଥିଲେ। ସେଇ ଦିନଠୁ ଯାତ୍ରା ଚାଲିଛି। ଆମର ଆଉ ଗୋଟେ ଐତିହାସିକ କଥା ହେଉଛି ଚନ୍ଦନ ଯାତ୍ରା, ସେଇଟା ପ୍ରତିବର୍ଷ ହେଉନି, ପ୍ରାୟ 5 ବର୍ଷକୁ ଥରେ ହେଉଛି। ସେଇଟା ମଧ୍ୟ 21 ଦିନ ବ୍ୟାପୀ ହେବ। ସେଇଟା ଗୋଟେ ବଡ଼ ଆନନ୍ଦର କଥା, ବଡ଼ ଯାତ୍ରା ଗୋଟେ। ଦେଖନ୍ତୁ, ଆପଣ ତ ବହୁତ ଦିନ ହେଲା ମଧ୍ୟ ମୁଁ ଯେମିତି କହୁଥିଲି, ଆପଣ ଜଣେ ବରିଷ୍ଠ ନାଗରିକ ହିସାବରେ ଗଞ୍ଜାମ ସହରରେ ଦୀର୍ଘ ସମୟ ବସବାସ କରି ଆସୁଛନ୍ତି। ମୁଁ ଗୋଟେ ଛୋଟିଆ ପ୍ରଶ୍ନ ପଚାରିବି, କାରଣ ପୂର୍ବର ଯାତ୍ରା ଆଉ ଆଜିର ଯାତ୍ରା ଭିତରେ କ'ଣ ଫରକ ରହିଛି? ଯୁଗକୁ ପରିବର୍ତ୍ତନକୁ ସାଙ୍ଗକୁ କିଛି ବଦଳିଛି କି? ବହୁତ ବଦଳିଛି। ସେ ସମୟରେ କେବଳ ଅବିର ଫଗୁରେ ଯାତ୍ରା ଏକା ହୁଏ। ଠାକୁର ସେଦିନ ବଜାର ଯାତ୍ରା ମହାପ୍ରଭୁ 2ଟା ଭିତରେ ଏକା ପଳେଇ ଆସନ୍ତି, ସନ୍ଧ୍ୟା ପୂର୍ବରୁ ଘରକୁ ପଳେଇ ଆସନ୍ତି। କିନ୍ତୁ ଏବେ ପ୍ରାୟ 20 କି 30 ବର୍ଷ ହେବ ପ୍ରତ୍ୟେକ ସାହିର ଯୁବକମାନେ ଆଲୋକ ସଦା ବାଜା ବର୍ଣ୍ଣ କରିକି ଏବେ ସନ୍ଧ୍ୟା ସମୟକୁ ଆଣି କରିବେ। ତା ଭିତରେ ବଦଳିଛି, ଯାତ୍ରା ବଢ଼ିଛି। ଯାତ୍ରାର ସମ୍ମାନ, ମର୍ଯ୍ୟାଦା, ଭକ୍ତି ଅକ୍ଷୁଣ୍ଣ ଅଛନ୍ତି। ଏବେ ଏ ବର୍ଷ ସବୁ ଏ ଯେଉଁ 8, 9, 10 ପିଲାମାନଙ୍କର ପରୀକ୍ଷା ସରିନି ବୋଲିକିରି ଆଇବେନି ବୋଲିକିରି, ମନେକର ଆମ କଥା, ଆମେ ଯେମିତି ଦୁଃଖିତ ଯେ ଆମ ନାତି ନାତୁଣୀ କି ଆଇବେନି, ସେମାନେ ମଧ୍ୟ ଦୁଃଖିତ, ଆମେ ଆଜି ଅଜହାରକୁ କି ଆମ ଗାଁକୁ ଯାଇପାରିବୁନି ବୋଲିକି। ବହୁତ ସମୟ ନଥିଲେ ମଧ୍ୟ ବର୍ଷ ଭିତରେ ଏ ଯେଉଁ ଓଡ଼ିଶା ଭିତରେ ଯେଉଁମାନେ ଥିବେ ଆମ ଗାଁର ଲୋକ, ସେମାନେ ପ୍ରାୟ ଆସିବେ, ଆସିକି ଯାତ୍ରାକୁ 2-3 ଦିନ ରହିକି ଉପଭୋଗ କରି ଯିବେ। ଇଏ ଥିଲା ଗଞ୍ଜାମ ସହରର ପାଳିତ ହେଉଥିବା ଐତିହାସିକ ଦୋଳଯାତ୍ରା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ। ତେବେ ଯୁଗର ପରିବର୍ତ୍ତନ ସାଙ୍ଗକୁ ବଦଳିଛି ଯାତ୍ରା ଢଙ୍ଗ, ହେଲେ କମିନି ଲୋକଙ୍କ ମନରେ ଥିବା ଭକ୍ତିଭାବ। ଭକ୍ତି ଯୋଗୁଁ ପରିବାର ସଦସ୍ୟଙ୍କୁ ଘରକୁ ନିମନ୍ତ୍ରଣ କରାଯାଏ ଏବଂ ପିଠାପଣାର ଆସର ମଧ୍ୟ ଜମେ। ତେବେ ଏହି ଯାତ୍ରା କେଉଁ ଆବାହନ କାଳରୁ ଚାଲି ଆସୁଥିବା ବେଳେ ଦୀର୍ଘ 400 ବର୍ଷର ଏହି ଯାତ୍ରା ବୋଲି କେହି କେହି ଦାବି କରନ୍ତି। ଗଞ୍ଜାମ ସହରରୁ ସନ୍ତୋଷ କୁମାର ସାହୁ, କେ ନ୍ୟୁଜ୍ ଓଡ଼ିଶା।